ଆଜିର ଭିଡ଼ିଓରେ ଜାଣିବା ବ୍ଲାଉଜର ବାହୁ କେମିତି ଲଗାଯାଏ। ବ୍ଲାଉଜର ବାହୁ ଲଗାଇବା ଆଗରୁ ଆମେ ବ୍ଲାଉଜକୁ କ'ଣ କରିବା, ବ୍ଲାଉଜର ପଛ ସାଇଡ୍ ଓ ଆଗ ସାଇଡ୍ ସିଲେଇ କରି ସାରିଲା ପରେ ଆମେ କ'ଣ କରିବା ଆଉ ବାହୁ ଲଗାଇବା, ଆଜି ଆମେ ଏହି ଭିଡ଼ିଓରେ ଜାଣିବା। ତ ଏହି ଭିଡ଼ିଓ ଯଦି ପୁରା ଫାର୍ଷ୍ଟରୁ ଲାଷ୍ଟ ଯାଏଁ ଦେଖିବେ ତାହେଲେ ବାହୁ ଲଗାଇଲା ଟାଇମ୍ରେ ଆପଣଙ୍କୁ ସୁବିଧା ହେବ। ତେଣୁ ଏ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଆଉ ଆମର ଭିଡ଼ିଓଟି ଯଦି ଭଲ ଲାଗୁଛି ତାହେଲେ ଆମକୁ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ ମଧ୍ୟ କରନ୍ତୁ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଦେଖନ୍ତୁ ବ୍ଲାଉଜର ଆଗ ସାଇଡ୍ ଓ ପଛ ସାଇଡ୍ ଆମର ଷ୍ଟିଚିଂ କରାହେଇକି କାନ୍ଧ ଯୋଉଟା ସୋଲ୍ଡର ଜଏଣ୍ଟ କରାହେଇଛି। ତ ଦେଖନ୍ତୁ ଆଗ ସାଇଡ୍ ଓ ପଛ ସାଇଡ୍କୁ ଆମେ ସୋଲ୍ଡର ଜଏଣ୍ଟ କରି ସାରିଲା ପରେ, କାନ୍ଧ ଜଏଣ୍ଟ କରି ସାରିଲା ପରେ ଦେଖନ୍ତୁ ଆମେ ଏମିତି ସାଇଜ୍ କରି ରଖିବା। ଦେଖନ୍ତୁ ପଛ ସାଇଡ୍ ଓ ଆଗ ସାଇଡ୍କୁ ଆମେ ସାଇଜ୍ କରି ରଖିବା। ତାପରେ ଆମେ ଦେଖିବା ଆର୍ମୋଲ କାଖରେ ଆମର ସମାନ ଆସୁଛି କି ନାହିଁ। ଦେଖନ୍ତୁ ପଛ ସାଇଡ୍ର ଆର୍ମୋଲରେ ଆମର ଟିକେ ଅଧିକା ବଢ଼ି ଯାଇଛି, ତ ତାକୁ ଆମେ ସାଇଜ୍ କରି ଏମିତି କାଟିଦେବା। ଦେଖନ୍ତୁ ମୁଁ ତ କାଟି ଦେଇଛି। ଏମିତି ସାଇଜ୍ କରି ରଖି ସାରିଲା ପରେ ଛୋଟ ବଡ଼ ଦେଖିବା, ତାପରେ ସମାନ ହେଇ ସାରିଲା ପରେ ଆମେ ଆଉ ଗୋଟେ ସାଇଡ୍ ମଧ୍ୟ ସେମିତି ସମାନ କରି ରଖିବା। ଆଉ ଛୋଟ ବଡ଼ ହେଇଥିଲେ ଆମେ କଇଁଚିରେ ସମାନ କରି କାଟିବା। ଦେଖନ୍ତୁ ଆମର ଆଗ ସାଇଡ୍ ଓ ପଛ ସାଇଡ୍ ସମାନ ହେଇଛି। ତ ସମାନ ହେଇ ସାରିଲା ପରେ ଆମେ ହାତ ଲଗାଇବା ବା ବାହୁ ଲଗାଇବା। ତ ଚାଲନ୍ତୁ ବାହୁ ଆମେ ଲଗାଇବା। ତ ଦେଖନ୍ତୁ ଆମର ଆଗ ସାଇଡ୍ ଓ ପଛ ସାଇଡ୍ ତ ସୋଲ୍ଡର ଜଏଣ୍ଟ କରାହେଇଛି ବା କାନ୍ଧ ଜଏଣ୍ଟ କରାହେଇଛି। ତାପରେ ଆମେ ଯେଉଁ ହାତ ସିଲା ହେଇଛି, ବାହୁ ଆମର ଯେଉଁ ସିଲା ହେଇଛି ତାକୁ ଆମେ ଦେଖନ୍ତୁ କେମିତି ସିଲା ହେଇଛି। ତ ଆମେ ବାହୁକୁ ଏମିତି ଦୁଇ ପ୍ରସ୍ତ କରିଦେବା। ତାପରେ ଆମେ ତାର ମଝିରେ ଗୋଟେ ଚିହ୍ନ ଦେଇଦେବା। ଦେଖନ୍ତୁ ଏମିତି ଚିହ୍ନ ଦେଇଦେବା। ତାପରେ ଦେଖନ୍ତୁ ଆମର ଯେଉଁ ସୋଲ୍ଡର ଜଏଣ୍ଟ କରାହେଇଛି ସେ ସୋଲ୍ଡର ଜଏଣ୍ଟରେ ଆମେ ତାକୁ ରଖିବା। ଏମିତି ଆମେ ରଖିବା। ତ ଦେଖନ୍ତୁ ତାପରେ ଆମେ ଦେଖିବା ସାଇଜ୍ କରି ରଖିକି ଦେଖିବା ଆମର ବାହୁ କେତେ ଆର୍ମରରେ କେତେ ଯାଇ ଆସୁଛି। ଦେଖନ୍ତୁ ଏମିତି ଧୀରେ ଧୀରେ ଆମେ ରାଉଣ୍ଡ କରି ବୁଲେଇବା। ତ ଦେଖନ୍ତୁ ଆମର ବାହୁଟା ଆମର ଛୋଟ ହେଇଯାଉଛି, କାହିଁକିନା ଆମର ଏଇଟା ସମ୍ବଲପୁରୀ, ତାର ଧଡ଼ିରେ ଆମର ହାତ କାଟିବାକୁ ପଡ଼ିବ। ତେଣୁ ଆମର ହାତଟା ଟିକେ ଛୋଟ ହେଇଯାଉଛି। ଦେଖନ୍ତୁ ଆର୍ମରରେ ଆମର ଛୋଟ ହେଇଯାଉଛି ହାତଟା, ଏ ସାଇଡ୍ ବି ଆମର ଟିକେ ଛୋଟ ହେଇଯାଉଛି। ତ ଦେଖନ୍ତୁ ତ ଆମେ କ'ଣ କରିବା, ବାହୁକୁ ଆମେ ଜଏଣ୍ଟ କରିବା। ଦେଖନ୍ତୁ ଛୋଟ ହେଇଯାଉଛି, ତ ଆମେ ବାହୁକୁ ଜଏଣ୍ଟ କରିବା। ତ ବାହୁ କେମିତି ଜଏଣ୍ଟ କରାହୁଏ ଦେଖନ୍ତୁ ଆମେ ଆଉ ଗୋଟେ ଭିଡ଼ିଓରେ ଶିଖେଇବା। ଦେଖନ୍ତୁ ବାହୁକୁ ଆମେ କେମିତି ଜଏଣ୍ଟ କରିକି ସେଇ ଆର୍ମରରେ ଆମେ ଫିଟିଂ କରି ଲଗାଇବା, ଆଉ ଗୋଟେ ଭିଡ଼ିଓରେ ସେଇଟା ଦେଖିବା। ଆଜି ଆମେ ଜାଣିବା ବାହୁ କେମିତି ଲଗାଯାଏ। ତ ଦେଖନ୍ତୁ ଆମର ବାହୁ ଜଏଣ୍ଟ ହେଇଗଲା। ବାହୁ ଛୋଟ ହେଇଥିଲା, ଆମେ ବାହୁକୁ ଜଏଣ୍ଟ କରିକି ଟିକେ ଅଧିକା ଆର୍ମରରେ ଯେମିତି ଲାଗିବ ସେତିକି ଆମେ କରାହେଲା। ତ ଦେଖନ୍ତୁ ବାହୁ ଜଏଣ୍ଟ ଆମର ହେଇଯାଇଛି। ତାପରେ ଦେଖନ୍ତୁ ଆମର ଆଗ ସାଇଡ୍ ଓ ପଛ ସାଇଡ୍କୁ କାନ୍ଧ ଯେଉଁ ଜଏଣ୍ଟ କରାହେଇଥିଲା ତାକୁ ଆମେ ହାତର ମଝିରେ ଏମିତି ରଖିବା, କାନ୍ଧର ମଝିରେ। ତାପରେ ଆମେ ଏମିତି ସାଇଜ୍ କରି ଦେଖିବା। ଦେଖନ୍ତୁ ଆର୍ମରରେ ଆମେ ଏମିତି ସାଇଜ୍ କରି ଏମିତି ମଝିରୁ ଆମେ ବୁଲେଇକି ଆଣିବା। ଦେଖନ୍ତୁ ଆମର ଏବେ ଯେଉଁ ହାତ ଜଏଣ୍ଟ କରାହେଇଛି, ହାତ ଜଏଣ୍ଟ କରାହେଇଥିଲା ତ ଆମର ହେଇଯାଉଛି। ଦେଖନ୍ତୁ ତାପରେ ଆମେ ଏମିତି ସିଲେଇ କରିବା। ମୂଳରୁ ଆମେ ବାହୁ ଆଉ ଆମର ଯେଉଁ ଆର୍ମୋଲ୍ସରେ ଲଗା ହେଇଛି ବାହୁକୁ ଆମେ ଧୀରେ ଧୀରେ ଆମେ ସିଲେଇ କରିବା। ତ ଦେଖନ୍ତୁ ମୁଁ ଭିଡ଼ିଓକୁ ଟିକେ ସ୍ପିଡ୍ କରିଦେଇଛି, କାହିଁକିନା ଭିଡ଼ିଓଟି ବେଶୀ ଲମ୍ବ ହେଇଯିବ, ସେଥିପାଇଁ ମୁଁ ଭିଡ଼ିଓକୁ ଟିକେ ସ୍ପିଡ୍ କରିଦେଇଛି। ତ ଦେଖନ୍ତୁ ବାହୁ ସିଲେଇ ଆମର ସରିଗଲା। ତାପରେ ଦେଖନ୍ତୁ ଆମର ବାହୁ ଯେତେବେଳେ ବି ସିଲେଇ କରାହୁଏ ଆମେ ଦୁଇଥର ସିଲେଇ କରିବା, କାହିଁକିନା ବାହୁ ଖୋଲିଯିବାର ସମ୍ଭାବନା ଥାଏ। ଦେଖନ୍ତୁ ବାହୁକୁ ଦୁଇଥର ଆମେ ସିଲେଇ କରିବା। ତାପରେ ଆମେ ଗୋଟେ ସାଇଡ୍ ସରିଲା ପରେ ଆଉ ଗୋଟେ ବାହୁକୁ ଆମେ ସେମିତି ଠିକ୍ ଲଗାଇବା। ତ ଚାଲନ୍ତୁ ଆଉ ଗୋଟେ ବାହୁକୁ ଲଗାଇବା।
तो देखंतु हमर दुई साइड रो बाहु हमर सिलाई सरीगला। तो देखंतु दुई साइड रो बाहु जते बेले हमें सिलाई करबा सरी जाए ताहेले हमें साइड रो सिलाई करबा। तो देखंतु हमर आग साइड और पछ साइड जते बेले हमें सिलाई करा होए आ कांधा जॉइंट करि सारला परे हमें जो शेप करा होए छोट बड़ देखि कि हमें जो आर्मर रो शेप करा होए शेप करा है सारला परे जो हाथ लगा होए एमिति जदि सिलाई करबा ताहेले हमर जते बेले हमें साइड रो सिलाई करबा तो साइड रो मोहरी रे आ जो हमर कमर रे हमर छोट बड़ देखा न जाए सेति पई हमें ध्यान रो सहित आग साइड और पछ साइड को हमें साइज कर रखिकी सिलाई करबा।